କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିଲେ, ମଣିଷର ଅଧିକାର କେବଳ କର୍ମ ଉପରେ, ଫଳ ଉପରେ ନୁହେଁ। ନିଷ୍ଠା, ସତ୍ୟ ଓ ପରିଶ୍ରମ ସହ କର୍ତ୍ତବ୍ୟ ପାଳନ କର। ଫଳର ଚିନ୍ତା ମନକୁ ଦୁର୍ବଳ କରେ, କିନ୍ତୁ କର୍ମ ମଣିଷକୁ ସଫଳତା ଓ ଆତ୍ମଶାନ୍ତି ଦେଇଥାଏ। ଶ୍ରୀକୃଷ୍ଣ କହିଥିଲେ, ଜୀବନରେ ସୁଖ ଓ ଦୁଃଖ ଋତୁ ପରି ଆସେ ଓ ଯାଏ। ଏହାକୁ ନେଇ ଅତ୍ୟଧିକ ଖୁସି କିମ୍ବା ନିରାଶ ହୁଅନି। ଯେ ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ, ସଂଯମ ଓ ବିଶ୍ୱାସ ରଖେ, ସେହି ବ୍ୟକ୍ତି ଜୀବନର ପ୍ରକୃତ ବିଜେତା ହୋଇଥାଏ। ଅର୍ଜୁନ ଯେତେବେଳେ ଭୟ ଓ ଦ୍ୱନ୍ଦ୍ୱରେ ପଡ଼ିଥିଲେ, ଶ୍ରୀକୃଷ୍ଣ ତାଙ୍କୁ ସାହସର ପାଠ ପଢ଼ାଇଥିଲେ। ଭୟ ମନୁଷ୍ୟର ଶକ୍ତିକୁ କମାଇ ଦିଏ, କିନ୍ତୁ ଆତ୍ମବିଶ୍ୱାସ ତାଙ୍କୁ ଅସମ୍ଭବକୁ ମଧ୍ୟ ସମ୍ଭବ କରିବାର ଶକ୍ତି ଦେଇଥାଏ। ସାହସୀ ହୃଦୟ କେବେ ପରାଜୟକୁ ସ୍ଥାୟୀ ଭାବେ ଗ୍ରହଣ କରେ ନାହିଁ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଥିଲେ, ଅନ୍ୟର କାମକୁ ଅନୁସରଣ କରିବାଠାରୁ ନିଜ କର୍ତ୍ତବ୍ୟକୁ ସତ୍ୟନିଷ୍ଠାର ସହ ପାଳନ କରିବା ଶ୍ରେଷ୍ଠ। ଜୀବନରେ ଯେତେ ବାଧା ଆସୁନା କାହିଁକି, ଧର୍ମ ଓ କର୍ତ୍ତବ୍ୟର ପଥ ଛାଡ଼ିବା ଉଚିତ ନୁହେଁ। ଏହି ପଥ ଶେଷରେ ସମ୍ମାନ ଓ ସଫଳତା ଆଣିଥାଏ। ଶ୍ରୀକୃଷ୍ଣ କହିଥିଲେ, କ୍ରୋଧରୁ ମୋହରୁ ବୁଦ୍ଧିର ନାଶ ହୁଏ। ଯେଉଁ ବ୍ୟକ୍ତି କ୍ରୋଧକୁ ନିୟନ୍ତ୍ରଣ କରିପାରେ, ସେ ସଠିକ ନିଷ୍ପତ୍ତି ନେଇପାରେ। ଶାନ୍ତ ମନ, ମଧୁର ବ୍ୟବହାର ଓ କ୍ଷମାର ଭାବନା ମଣିଷକୁ ପ୍ରକୃତ ମହାନତାର ପଥ ଆଗକୁ ନେଇଯାଏ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ, ମନ ହିଁ ମଣିଷର ସବୁଠାରୁ ବଡ଼ ମିତ୍ର ଏବଂ ସବୁଠାରୁ ବଡ଼ ଶତ୍ରୁ। ଯେ ନିଜ ମନକୁ ନିୟନ୍ତ୍ରଣ କରିପାରେ, ସେ ଲୋଭ, କ୍ରୋଧ ଓ ମୋହରୁ ମୁକ୍ତ ହୁଏ। ଆତ୍ମସଂଯମ ହିଁ ପ୍ରକୃତ ବିଜୟ ପଥ। କୁରୁକ୍ଷେତ୍ରର ଯୁଦ୍ଧ ଅର୍ଜୁନଙ୍କୁ ଶିଖାଇଥିଲା ଯେ ଜୀବନର ପ୍ରତ୍ୟେକ ସଂଘର୍ଷ ଆମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆସେ। ସମସ୍ୟାରୁ ପଳାଇବା ନୁହେଁ, ତାହାର ସାମ୍ନା କରିବା ହିଁ ସାହସ। ଧୈର୍ଯ୍ୟ ଓ ବିଶ୍ୱାସ ସହ ଆଗକୁ ବଢ଼ିଲେ ବିଜୟ ନିଶ୍ଚୟ। ଶ୍ରୀକୃଷ୍ଣ କହିଥିଲେ, ଅତୀତ ପାଇଁ ଅନୁତାପ କରନି ଏବଂ ଭବିଷ୍ୟତ ପାଇଁ ଅତ୍ୟଧିକ ଚିନ୍ତା କରନି। ବର୍ତ୍ତମାନକୁ ସତ୍କର୍ମରେ ବ୍ୟତୀତ କର। ଭଗବାନଙ୍କ ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିଲେ ଜୀବନର ପ୍ରତ୍ୟେକ ଘଟଣାରେ କଲ୍ୟାଣ ଲୁଚିଥାଏ।